ନାଲକୋ ଜୁନିୟର ଟିପି ସ୍କୁଲରେ ଫୁଟିଲା ବୋମା, ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ। ଘରୋଇ କୋଚିଂ ଅନୁଷ୍ଠାନକୁ ବିଦ୍ୟାଳୟ ପରିଷଦରେ କୋଚିଂ ପାଇଁ ଅନୁମତି ଦେଲା କିଏ ଓ କାହିଁକି? 3 ଜଣ ସୁରକ୍ଷା କର୍ମୀ ବଦଳରେ ଜଣେ ସୁରକ୍ଷା କର୍ମୀ ଘୁରିଥିବା ଘଟୁଛି କି ଅଘଟଣ? ନାଲକୋ ନଗର ପରିସରରେ ଥିବା ଜୁନିୟର ଟିପି ସ୍କୁଲରେ ଛାତ୍ର ଓ ଛାତ୍ରମାନଙ୍କ ମଧ୍ୟରେ ବିବାଦ ଉଦ୍ବେଳ କରିଛି। ସୂଚନା ଅନୁଯାୟୀ ଏକ ଅଣଛାତ୍ର ଗୋଷ୍ଠୀ 2 ଦିନ ତଳେ ଶିକ୍ଷକଙ୍କ କ୍ୱାର୍ଟରକୁ ବୋମାମାଡ଼ କରି ଭୟଭୀତ କରିବା ସହ ଆତଙ୍କ ଖେଳାଇଥିଲେ। ତାପରେ ଗତକାଲି ଡିପିଏସ୍ ସ୍କୁଲ ପରିସରକୁ ଲୁଟ୍ କରି ବୋମାମାଡ଼ କରିଥିଲେ। ଏ ଘଟଣାକୁ କେନ୍ଦ୍ର କରି ନାଲକୋ ଘରୋଇ ସୁରକ୍ଷା କର୍ମୀ ସଜାଗ ହୋଇଛନ୍ତି। ଅନ୍ୟପକ୍ଷରେ ଦୁଇ ଗୋଷ୍ଠୀ ଜୁନିୟର ଡିପିଏସ୍ ସ୍କୁଲରେ ସ୍କୁଲର ସୁରକ୍ଷା କର୍ମୀଙ୍କୁ ଧମକ ଦେବା ସହ ମୁହାଁମୁହିଁ ଆତଙ୍କ ଖେଳାଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ନାଲକୋ ଘରୋଇ ସୁରକ୍ଷା କର୍ମୀ କିଛି ଅଣଛାତ୍ରକୁ କାବୁ କରି ଆଣି ସୁରକ୍ଷା କାର୍ଯ୍ୟାଳୟରେ ଅଟକ ରଖିଥିଲେ। ନାଲକୋ ପୋଲିସ ସୂଚନା ପାଇ କାର୍ଯ୍ୟାଳୟକୁ ଆସି ଘଟଣାର ଅନୁସନ୍ଧାନ କରିବା ସହ ପଚରାଉଚରା ଜାରି ରଖିଛି। ଘଟଣାସ୍ଥଳରେ ସୁରକ୍ଷା କର୍ମୀ କିଛି ଅଣଛାତ୍ରଙ୍କୁ ଅଟକ ରଖିବା ସହ ନାଲକୋ ପୋଲିସ ପହଞ୍ଚି ପଚରାଉଚରା ଜାରି ରଖିଛି। ଘଟଣାକୁ ଅନୁଧ୍ୟାନ କରି ନାଲକୋ କର୍ତ୍ତୃପକ୍ଷ ଡିପିଏସ୍ ଅଧିକାରୀ ଶିକ୍ଷକମାନଙ୍କୁ ଡକାଇ ସୁରକ୍ଷା କର୍ମୀ କାର୍ଯ୍ୟାଳୟରେ ପଚରାଉଚରା ଜାରି କରିଛି। ଏହି ଘଟଣାରେ ଆହୁରି ଅନେକ ସମ୍ପୃକ୍ତ ଥିବା ନେଇ ଅନେକ ଅଟକ ଯୁବକ ପୋଲିସ ନିକଟରେ ପ୍ରକାଶ କରିଛି। ନାଲକୋ ମଧ୍ୟରେ ବିଭାଗରେ ବିଦ୍ୟାଳୟ ପରିଷଦ ଘରୋଇ କୋଚିଂ ସଂସ୍ଥାକୁ ଚଳାଇବା ନିମନ୍ତେ ଅନୁମତି ଦେଇଛି। କାହିଁକି ଦେଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ନାଲକୋରେ ମାରମାର ସୁରକ୍ଷା କର୍ମୀ ବଦଳରେ କାହିଁକି ଏହି ଘଟଣା ବାରମ୍ବାର ଘଟୁଛି ତାହା ଏବେ ପ୍ରଶ୍ନବାଚୀ।